ମାନେ ଆଜି ମୋର 100 ଟଙ୍କା ପାଇଁ ମାନେ ଅଘଟଣ ଘଟିଗଲା। 100 ଟଙ୍କା ସାର ମୋତେ ଦେଲା। ଉପମା ବ୍ଲଗ ଆପଣମାନେ କେମିତି ଅଛନ୍ତି? ସମସ୍ତେ ଭଲ ଥିବେ, ମୁଁ ବି ଭଲ ଅଛି। ବର୍ତ୍ତମାନ ମୁଁ ଉଠିକି ଏଠି ବସିଛି। ଆଉ ମୁଣ୍ଡରେ ପୁରା କାଲି ମୁଣ୍ଡ ଧୋଇଥିଲି, କାଲି ତେଲ ଦେଇନଥିଲି। ଉଠିଲି ତ ଆଗରେ ମୁଣ୍ଡରେ ମୁଁ ତେଲ ଦେଲି। ମାନେ ମୁଣ୍ଡଟା ଏତେ ଜୋର ନଦେଲେ ମୁଣ୍ଡରେ ମୁଁ ରହିପାରେନି, ଯେଉଁଟାକି ମୋର ମୁଣ୍ଡ ପେନ୍ ହୁଏ। ତ ମୁଁ ଉଠିଲି ତ ଆଜି କିଛି କାମ ନ କରିକି ଆଜି ମୁଣ୍ଡରେ ମୁଁ ତେଲ ଦେଲି। ଟିକେ ଉଠିକି ବସିଛି ବର୍ତ୍ତମାନ। ମାନେ ଉଠିଲେ ମୋତେ ଆଉ କିଛି କାମ କରିବାକୁ ଇଚ୍ଛା ହେଉନି। ମୁଁ ଆଉ ବସେ, ତାପରେ କାମ କରେ। କାହିଁକିନା ଆଜି ଛୁଆର ସ୍କୁଲ ଯିବା ଟାଇମ୍ ହେଇଗଲାଣି। ଆଉ 7ଟା 7:30ରେ ଗାଡ଼ି ଆସିବ। ତ ଏବେ ମୁଁ ଯାଇକି ଟିଫିନ୍ ବନାଉଛି। ଆଉ ପିଲାମାନେ ଶୋଇଛନ୍ତି, ଉଠିନାହାନ୍ତି। ମୁଁ ଯାଇକି ଏବେ ପିଲାମାନଙ୍କୁ ଉଠେଇବି। ଆଉ ଝିଅ ଯିବ ସ୍କୁଲ ଯିବ, କାହିଁକିନା 7:30ରେ। ଆଉ ପୁଅର ଅଛି ତା'ର 9ଟାରେ। ତ ସେଥିପାଇଁ ସେ 9ଟାରେ ଯିବ। ସେ ତାର ଶୋଇଛି ଆରାମସେ। ସେ 8ଟାରେ ଉଠିକି ରେଡ଼ି ହେଇକି ତାର ଯିବ। ଝିଅର ଟାଇମ୍ ହେଇଗଲାଣି, ଝିଅକୁ ବର୍ତ୍ତମାନ ଉଠେଇବି। ଆଉ ଆମ ସାର୍ ବି ଗଧ ଭଳିଆ ପଡ଼ିଛନ୍ତି। ମୁଁ କହୁଛି ଟିକେ ଉଠେଇ ଦିଅ ଛୁଆକୁ, ଟିକେ ରେଡ଼ି କରିଦିଅ, ମୁଁ ଟିଫିନ୍ ବନାଉଛି। ସେ ଶୁଣିବାର ନାହିଁ, ପୁରା ଶୋଇପଡ଼ିଛନ୍ତି। ତ ମୁଁ ଯାଉଛି ଟିକେ ଟିଫିନ୍ କ'ଣ ଟିକେ ବନେଇଦେବି, ନହେଲେ ଲେଟ୍ ହେଇଯିବ, ଗାଡ଼ି ଆସିବ। ତ ଟିଫିନ୍ ପାଇଁ ମୁଁ ଟିକେ ସକାଳୁ ସକାଳୁ ରେଡ଼ି ଭାବୁଛି କ'ଣ କରିବି। ସବୁଦିନ ଛୁଆ ତ ଆଜି ଏଇଟା ନେବି, କାଲି ସେଇଟା ନେବି, ଏମିତି ଚେଞ୍ଜ କରୁଛନ୍ତି। ତ ଆଜି ଏମିତି କିଛି ନର୍ମାଲି ଟିକେ କ'ଣ ବନେଇଦେବି। ଯାଉଛି ମୁଁ ଟିକେ ଟିଫିନ୍ ବନେଇଦିଏ ପ୍ରଥମେ। ତୁ ଆମ ସାର୍କୁ ଉଠେଇବା, କାହିଁକିନା ସେ ଛୁଆଙ୍କୁ ବାହାର କରିଦେବେ। ଏଠି ଗଧ ଭଳିଆ ଶୋଇଛନ୍ତି। କେଉଁଭଳିଆ ଦେଖ ଗଧ। ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ। ତମ ଗୁଡ୍ ମର୍ଣ୍ଣିଂ ନ କହିଲେ ତାଙ୍କ ସକାଳ ହେବନି। କହିଦିଅ ଟିକେ ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ କହିଲେ ଆଉ ଟିକେ ଶୋଉଛି, ବହୁତ ମଜା ଲାଗୁଛି। ଓହୋ, ଶୋଇବ। ତାଙ୍କ ବାପ ଝିଅ କେମିତି ମାନେ ଶୋଇବାରେ ଏକ୍ସପର୍ଟ। ମାନେ ଉଠିବାର ନାହିଁ, ଛୁଆଙ୍କୁ ଟିକେ ଉଠିକି ବାହାର କରିଦେବେ କି କ'ଣ। ସେ ମାନେ କହିବେ ନା ଛୁଆକୁ ବାହାର କରିବାରେ ନାହିଁ। ଛୁଆର ମା ନହେଲେ ଛୁଆର ମା ଖାଲି ହେଲେ କରିବ, ନହେଲେ ନାହିଁ। ଛୁଆର ବାପା ବି ସବୁ କାମ କରନ୍ତି। ସମସ୍ତଙ୍କୁ ପଚାରୁନ ପ୍ରେରଣାକୁ। ବେଶୀ ଛୁଆର ମା' ମାନେ ନ କରିକି ଛୁଆମାନଙ୍କ ବାପା ମାନେ ବେଶୀ କାମ କରନ୍ତି। ଛୁଆଙ୍କ ଦାୟିତ୍ୱ ନିଅନ୍ତି। ଛୁଆଙ୍କୁ ମାନେ ସବୁ ସକାଳୁ ସକାଳୁ ରେଡ଼ି କରିକି ସ୍କୁଲ ନେଇକି ଛାଡ଼ନ୍ତି। ସବୁ ଛୁଆ ବାପା ମାନେ କରନ୍ତି। କିନ୍ତୁ ଏଠି ଆମର ଉଲ୍ଟା, ଖାଲି କହିବେ ତୁ ମା' ମାନେ ତୁ ସବୁ କରିବୁ। କାହିଁ ତମେ ସତ କଥା କ'ଣ ଭାଇ? ତମେ କେଉଁଦିନ ରେଡ଼ି କରିଛ ଝିଅକୁ? ଆଜି କେବଳ ମୋ ହାତ କାଲି ଦେଇଛ ବେଣ୍ଡ କରି, ହାତକୁ ଧରନା। ଆଉ ବାଡ଼େଇକି ହାତକୁ ଭାଙ୍ଗିଛନ୍ତି କାଲି। ଆଉ ଏଇଟା ଉଠୁନ, ଉଠ ଉଠ ଉଠ। ଦେଖ ସ୍ୱାମୀକୁ କେମିତି ଶୋଇଛନ୍ତି। ସ୍ୱାମୀ ହେଉଛି ଦେବତା। ଦେବତାକୁ କେମିତି ଉଠାନ୍ତି? ଏମିତି ଉଠାନ୍ତି। ଏମିତି ଉଠେଇଲେ ସେ ଦେବତା ଉଠିବେ। ଉଠ, ଜଲ୍ଦି ଜଲ୍ଦି ଉଠ। ଉଠାও, ତାକୁ ଟାଇମ୍ ହେଲାନି ସ୍କୁଲ ଯିବ। ମୁଁ ଟିଫିନ୍ ରେଡ଼ି କରିଦେଲିନି। ଆଜି ଗୋଟେ ବଢ଼ିଆ ଜିନିଷ କରିଛି, ଖାଇବ। ଏମେ ଉଠ, ଜଲ୍ଦି ଜଲ୍ଦି ଉଠାଅ ତାକୁ। ଚାଲ ଯିବା ସିଆଡ଼େ, ମନେ ପଡ଼ିଯିବ। ଏଇଟା ମୁଁ ଡେଲି ରେଗୁଲାର ମୋତେ ବଡ଼ ଭଷା କରନ୍ତି ସକାଳୁ ସକାଳୁ ଉଠିକି। ତାପରେ କହିବେ ଯେ ତୁ କିଛି କରୁନୁ ହେଲା। ସେଥିପାଇଁ ଆଜି ଗୋଟେ ସୁଯୋଗ ମିଳୁଛି, ମୁଁ କହୁଛି। ସବୁବେଳେ କହିବେ ମୋ ବୁଢ଼ ସକାଳୁ ଉଠିଲେ ବୁଢ଼ ଭଷା କରୁ। ଏଇ ତ ସ୍ୱାମୀ କିଛି କାମ କରୁନି। ଛୁଆ ସ୍କୁଲ ଯିବ, ପୁଣି ସେ ରେଡ଼ି ହେଉଛି। ମୋ ଝିଅକୁ ରେଡ଼ି ନ କରିକି ମୁଁ ଆଜି ଗୋଡ଼ ବସୁଛି। ଆମ ପ୍ରଭୁ କିନ୍ତୁ ଶୋଇଛନ୍ତି, ନିଦ ଭାଙ୍ଗୁନି ତାଙ୍କୁ। ମାନେ ଗୋଡ଼ ଘଷି ସାରିଲା ପରେ ସେ ତାଙ୍କ ନିଦ ଭାଙ୍ଗିବ। ଉଠୁନ, ଗୋଡ଼ ଘଷା ନ ସରିଲେ ସେ କୁଆଡ଼ୁ ଉଠିବେ? ଗୋଡ଼ ହାତ ଘଷି ଘଷି ମୋ ହାତ ବଥା। ପ୍ରଭୁ ଶୋଇଛନ୍ତି। ମୁଁ କାଲି ଆଣିଛି ବେଡ଼ସିଟ୍ଟା, ଯେ ରୁମାଲ ଆମ ସାର୍ ଆଣିଥିଲେ। ସାର୍ କହୁଛନ୍ତି ମୁଁ ରୁମାଲ ଆଣିଛି। କାହିଁକିନା ରୁମାଲ ଆଣିନଥିଲେ। ମୁଁ ପୁରୀରୁ ଫେରିକି ଆସିଲି, ରୁମାଲ ପାଇଲିନି। କିନ୍ତୁ କାଲି ଯାଇକି ମୁଁ ରୁମାଲ ଆଣିଛି। ଛୁଆଙ୍କ ସ୍କୁଲ ଯିବାର ପ୍ରୋବ୍ଲେମ୍ ବି। ଆଉ ବେଡ଼ସିଟ୍ ବି ଧରିକି ଆସିଛି। ଏଇ ବେଡ଼ସିଟ୍ଟା କେମିତି ହେଇଛି? ମାମା ଟର୍କିସ୍ ନେବୁ କି? ଏଇଟା ନେବୁ କି? ଟର୍କିଶଟା ନେବୁ? ମୋର ଦରକାର। ମୋ ପାଖରେ ହ୍ୱାଇଟ୍ ରୁମାଲ ନାହିଁ। ଏଇଟା ନେଇଯା ଗୋଟେ ସ୍କୁଲ। ସଫ୍ଟ ଲାଗିବ, ସେଇଥିପାଇଁ ଆଣିଛି। ଗୋଟେ ନେଇଯା ତୁ। ଆଉ ଏଇଟା ହେଉଛି ଭାଇର ଗୋଟେ, ମୋର ଗୋଟେ। ଆଉ ତ ଗାଡ଼ି ଦିଏନି, ତାଙ୍କ ରୁମାଲ ଅଛି। ଆଉ ଏଇ ବେଡ଼ସିଟ୍ ଗୁଡ଼ା ଦେଖ କେତେ ସୁନ୍ଦର ଲାଗୁଛି। ବଢ଼ିଆ ଲାଗୁଛି। କଲେକ୍ସନ୍ ବେଡ଼ସିଟ୍।
ଏଇଟା ଗୋଟେ ଆଉ ଏଇଟା ଗୋଟେ ଆସୁଛି କେମିତି ଯେଉଁମାନେ ବେଡସିଟ୍ ଆଣିବା ବୋଲି ଚାହୁଁଛନ୍ତି ବହୁତ ବଢ଼ିଆ ବଢ଼ିଆ ବେଡସିଟ୍ ବାହାରିଛି ଆମର ଯାଜପୁର ବାହାରିଛି ବଡ଼ ତ ଏଇଟା ସେଠି ବଢ଼ିଆ ବଢ଼ିଆ କଲେକ୍ସନ୍ ଆସିଛି ଏବେ ନୂଆ ନୂଆ ବେଡସିଟ୍ ଆସିଛି ଏଇ ଭେରାଇଟି ସେଠି ପାଇବେ ବହୁତ ଭେରାଇଟି ତ ଯେଉଁଟାକି ମୋତେ ଏଇ ପ୍ରିଣ୍ଟଟା ମୋତେ ବହୁତ ହିଁ ଭଲ ଲାଗିଲା କଟନ୍ର ପୁରା ପିଓର କଟନ୍ ଯେଉଁଟାକି ମିକ୍ସ ଥାଏ ନା ମିକ୍ସ ଥାଏ ମୋତେ ପୁରା ପିଓର କଟନ୍ ଆଉ ଆପଣମାନେ ଦେଖିପାରୁଥିବେ ବେଡସିଟ୍ ଗୁଡ଼ାକ ବହୁତ ବଢ଼ିଆ ବଢ଼ିଆ ଦୁଇଟା ଆଣିଛି କଲର୍ ଗୁଡ଼ା ଦେଖିପାରୁଥିବେ ବହୁତ ସୁନ୍ଦର ସୁନ୍ଦର ବେଡସିଟ୍ କହିଲେ ବାହିତ୍ରୀ ହିଁ ମିଳେ ଭଲ ଆଉ ଅଲଗା ମୁଁ ମିଳେ କିନ୍ତୁ ମୋତେ ସେଟା ଭଲ ଲାଗେନି କିନ୍ତୁ ବେଶୀ ବାହିତ୍ରୀ ମୋତେ ଭଲ ଲାଗେ ବେଡସିଟ୍ ଯେତେ ବି ଆସିଛି ମୋର ବାହିତ୍ରୀରୁ ଆସିଛି ଆଉ ତିରୁବେଳରୁ ବି ଆସିଛି ଭଲ ବେଡସିଟ୍ ସିଏ ବି କିନ୍ତୁ ସେଇଟା ମୋତେ ଏତେ ଇଏ ନାହିଁ କିନ୍ତୁ ମୋତେ ପୁରା କଟନ୍ ମାନେ ଏଇଟା ଭଲ ଲାଗୁଛି ସାର୍ ଆମର ବ୍ରସ୍ କରିଛନ୍ତି କାହିଁକିନା ମୋତେ ଏଠି ଆସିକି ତାର ଗରମ ପାଣି କରିଦେଇଛନ୍ତି ମୁଁ ସକାଳୁ ଟିକେ ଚାହା ପିଏନି ଆପଣମାନେ ଜାଣିଥିବେ ଅଲଗା ଭିଡ଼ିଓରେ ମୁଁ କହିଛି ଯେ ଏଇଟା ମୁଁ ଦେଖନ୍ତୁ ସକାଳୁ ସକାଳୁ କ'ଣ ଫୁଟଉଛି ସେଟା ମୁଁ କରିନି ଆମ ସାର୍ କରିଦେଇଛନ୍ତି ଉଠିକି ଜାଣିଛନ୍ତି ମୁଁ ପିଏ ବୋଲିକି ସେ ମୁଁ ଯେମିତି ଆଜି ଟିକେ ବନେଇଲିନି ସେ ବନେଇ ଦେଇଛନ୍ତି ଆସିକି ତାଙ୍କର କ'ଣ ଟିକେ ଭାବିକି ବନେଇ ଦେଇଛନ୍ତି ନା କ'ଣ କହୁଛ ତ ତାକୁ ଆମେ ଓହ୍ଲେଇବା ଆଉ ଓହ୍ଲେଇ ସାରିକି ଟିକେ ପିଇବା ବନେଇ ଦେଇଛନ୍ତି ମାନେ ପିଇଦେବା ମନେ ପଡ଼ିବନି ନହେଲେ ମୁଁ ଟିକେ ବନେଇଲା ବେଳକୁ ମୋର ଟିକେ ଲେଟ୍ ହେଇଯାଏ 8ଟା ହେଇଯାଏ ସେଥିପାଇଁ ସେ ଏବେ ଟାଇମ୍ ହେଇଛି 7:15 ତ ସେ ମୋତେ ଝିଅକୁ ଛାଡ଼ିକି ଆସିଲେ ଗାଡ଼ି ପାଖରେ ତ ଏବେ ମୁଁ ଆସିକି ବନେଇ ଦେଇଛନ୍ତି ଓହ୍ଲେଇବି ତମେ ପିଇବ କି ହାଁ ତମେ ବନେଇ ଦେଇଛ ପିଇବ କି ଆଣ କଥାଟା ହେଉଛି ସେଇଠି ସିଏ ବି ଟିକେ ପିଇବେ ତ ସେଥିପାଇଁ ଆସୁନ ଆସ ଛାଙ୍କି ଦିଅ ଟିକେ କ'ଣ କରିବ ସ୍ନାନ କରିବି କେଉଁ ନଦୀକୁ ଯିବ ନା କ'ଣ ଏଇ ଯେଉଁ ସକାଳୁ ସକାଳକୁ ଜାଣିଛ ନା ଗାଁ ଗାଁରେ କେତେ ବଢ଼ିଆ ଲାଗେ ନା ଏଇ ମାନେ ଏଇ ସିଜନ୍ ଟିକେ ଟିକେ ଥଣ୍ଡା ଥଣ୍ଡା ମାନେ ଏବେ ଟିକେ ଟିକେ ଲାଗୁଛି ଯେମିତି ଆଗକୁ ଥଣ୍ଡା ଦିନ ଆସିବ ସେ ଟାଇପ୍ର ଟିକେ ଲାଗୁନି ନା ଗରମ ଲାଗୁଛି କିନ୍ତୁ ଫିଲ୍ଟା ସେ ଟାଇପ୍ର ହେଉଛି କାହିଁକି ନା ମାନେ ନଦୀରେ ସକାଳୁ ଉଠିବେ ବ୍ରସ୍ କରିସାରିଲା ବେଳକୁ ଦାନ୍ତ କାଠି ଓ ବ୍ରସ୍ ଦାନ୍ତ କାଠିରେ ବେଶୀ କରନ୍ତି କିନ୍ତୁ ବ୍ରସ୍ କରିସାରିଲା ପରେ ସେମାନେ କ'ଣ କରନ୍ତି ନା ଏମିତି ଗାମୁଛା ଗୋଟେ ଧରିବେ ସାବୁନ ଧରିବେ ତେଲ ଧରିବେ ନଦୀକୁ ଯିବେ ଗାଧୋଇତେ ସେଟା କି ମଜା ଆମେ ତ ନଦୀରେ ତ ପହଁରି ଜାଣିନି ମୁଁ କିନ୍ତୁ ନଦୀରେ ଗାଧୋଇବାର ବଢ଼ିଆ ଲାଗେ ନାଇଁ ସାର୍ଙ୍କ ଅଫିସ୍ ଯିବା ଟାଇମ୍ ହେଇଗଲାନି କେମିତି ଦେଖନ୍ତୁ କେମିତି ମାନେ ଫ୍ରେଶ୍ ହେଉଛନ୍ତି ଆଉ ସାର୍ କ'ଣ କ'ଣ ଲଗାଉଛନ୍ତି ଲଗେଇକି ଆସିକି ବସି ପଡ଼ିଲେ କିଛି ନାହିଁ ମାନେ ସାଙ୍ଗେ ସାଙ୍ଗେ ମାନେ ଭିଡ଼ିଓଟା କଲେ ତ ସେଠି କିଛି ନାହିଁ ଏବେ ସେ ଛତୁଆ ପିଉଛନ୍ତି କ'ଣଟା ସକାଳୁ ଉଠି ସେ ମୁଁ ତାଙ୍କୁ କ'ଣ ପାଇଁ ଦିଏନି କାହିଁକି ଛତୁଆ ଦେଉଛି ସେଇଟା ଆପଣମାନେ ଦେଖିଲେ ଜାଣିପାରିବେ କାହିଁକି ଦେଖିପାରୁଥିବେ ତ ଆଉ ଛତୁଆ ସକାଳୁ ସକାଳୁ ଖାଇଲେ ଭଲ ହେଲା ଦେହ ପାଇଁ ତାପରେ ମୋ ସ୍ୱାମୀକୁ ତାପରେ କ'ଣ ଦେବି ଏଇଟା ବ୍ରେଡ଼୍ ଚପ୍ ଅଛି କହିଲେ ମୁଁ ପ୍ରଥମେ ଉଠିକି ତେଲ ଭାଜି ଖାଇବିନି କିନ୍ତୁ ଆକ୍ଚୁଆଲି ମୁଁ ସେ ଛତୁଆ ପିଇକି ବେଶୀ ଯାଆନ୍ତି ଡ୍ୟୁଟି କାହିଁକିନା ଛତୁଆ ପିଇ ସାରିଲା ପରେ ସକାଳୁ ଆଗେ ଛତୁଆ ପିଇବେ ତାଙ୍କର ହେଉଛି ରୋଲ୍ ହେଉଛି ଛତୁଆଟା ଆଗ ସକାଳୁ ପିଇବେ ତାପରେ ସେମାନେ ସେ 9ଟା 10ଟା ବେଳକୁ ଆଉ କିଛି ଖାଇବେ ସେ ସକାଳୁ ଖାଆନ୍ତିନି କିଛି କେବଳ ବ୍ରସ୍ କରିସାରିକି ଛତୁଆଟା ହିଁ ପିଅନ୍ତି ଛତୁଆ ଖାଇ ଅଫିସ୍ ବାହାରିବେ ସକାଳୁ ସକାଳୁ ଛତୁଆ ଖାଇବେ କାହିଁ ମୁଁ ତାଙ୍କୁ ସବୁଦିନ ଛତୁଆ ଦିଏ ସକାଳୁ ସକାଳୁ ଦେବି କି ଏଠୁ ଖାଇବ ନା ହଁ ଏଠୁ ଖାଇବ ଦେବି ପାଣି ପିଇବ ଲଙ୍କାଟା ଏବେ ଆଣିକି ଦେଇଛ ଲଙ୍କାଟା ମୁଁ ଏବେ କ'ଣ ତମେ ପାଣି ପିଇବା କଥା ପାଣି ପିଅ ଛତୁଆ ଖାଇକି ପାଣି ପିଅ ରାଗ ଥିବ ସେ ଯେଉଁ ଲଙ୍କା ଗୁଡ଼ା ଆଣିଥିଲ ଛୋଟ ଛୋଟ ଲଙ୍କା ଯେଉଁଟା ସେଇଟା ରାଗ ଥିଲା ଦେଖନ୍ତୁ ମୋ ସ୍ୱାମୀ ମୁଁ ଗେଟ୍ ଖୋଲୁଛି ନା ସେଥିପାଇଁ ମୋତେ 100 ଟଙ୍କା ଦେଉଛି ଗୋଟେ ଦିନକୁ 100 ଟଙ୍କା ନା କ'ଣ କହୁଛ ମୋତେ ଗୋଟେ ଦିନରେ 100 ଟଙ୍କା ଦିଅ ନା କ'ଣ ଗୋଟେ ଦିନକୁ କହିଲେ କହିବେ ତମର ସବୁ କହିକି ସେ 1000 ଟଙ୍କା ନେଇଗଲେ ପୁରା ନା ଆଉ ହେଉଛି ସିଏ ହେଉଛି ମୋତେ ଦିନକୁ ହେଉଛି 100 ଟଙ୍କା ଦିଅନ୍ତି କାହିଁକିନା ତାଙ୍କୁ ଗେଟ୍ ଖୋଲି ଦେଉଛି ସେ ଯେତେବେଳେ ମୁଁ ଯାଉଛି ଗେଟ୍ ଖୋଲିବା ପାଇଁ ତାଙ୍କୁ ଟିକେ ଦେଖେଇ ଦେଉଛି ସେଟା ପଇସା ନେଇ ବୋଲି ସେଟା କହୁଛି ଆଉ ହେଉଛି 100 ଟଙ୍କା ଆଉ ଆଗ ପଇସା ବାକି ଅଛି 200 ଟଙ୍କା ବଢ଼ିଆ ଲାଗୁଛି ଭଲ ଲାଗୁଛି ଯାହା ହଉ ଆଜି ଗୋଟେ ସକାଳୁ କାମ ଯାଇଥିଲି ଯାହା ହଉ ଭଲ କଥାଟା ଶୁଣିଲି ଯେ ବ୍ରେଡ଼୍ ଚପ୍ଟା କହୁଛନ୍ତି ବହୁତ ବଢ଼ିଆ କରୁଛ ଯାହା ହଉ
କାହିଁକିନା ମୁଁ ପିଆଜ ରସୁଣ ପଡ଼ୁନି ନହେଲେ ଆଳୁକୁ ଦେଇକି କରିଥାନ୍ତି। ଆଳୁଟାକୁ ଚଖା କରିକି ତା ଭିତରେ ଦେଇକି ବ୍ରେଡ଼ଟା ଛାକିଥିଲେ ଭଲ ହେଇଥାନ୍ତା। ଆଉ ତାପରେ ନା ଶ୍ରାବଣ ମାସ ଆଉ ହଉଛୁ ଭେଜ୍ ଖାଉଛୁ, ନନ୍ଭେଜ୍ ହେଇଥିଲେ ବି ଏଗ୍ଟା ପଡ଼ିଥିଲେ ଆହୁରି ବଢ଼ିଆ ଲାଗିଥାନ୍ତା। ବ୍ରେଡ଼୍ରେ ଏଗ୍ ପକେଇକି କେବେ କରିଛନ୍ତି? ମୁଁ କିନ୍ତୁ କେଉଁଟା ଅପଲୋଡ଼ କରିବି, କିନ୍ତୁ ଏବେ ନୁହେଁ, ଶ୍ରାବଣ ସରିଲେ। ଚାଲନ୍ତୁ ଏବେ ଷ୍ଟେଜ୍କୁ ଯିବେ, ସାର୍ ଆମର ଷ୍ଟେଜ୍କୁ ଯିବେ। ଆଉ ଗେଟ୍ ଖୋଲିବି ଏବେ ଆଉ 100 ଟଙ୍କା ପାଇଛି ମାନେ ଗେଟ୍ଟା ଖୋଲିବାକୁ ଯିବି। ଆଉ ଗେଟ୍ ଖୋଲିବା ପାଇଁ ମୋର ହେଉଛି ଦିନକୁ ଦରମା 100 ଟଙ୍କା ସାର୍ ମୋତେ ଦେଉଛନ୍ତି ହେଲା। 200 ଟଙ୍କା ବାକି ରହିଲା। ଆଉ ସାର୍ ମୋତେ ଏଇଟା ଟଙ୍କେ ଦେଉଛନ୍ତି, ମାନେ 100 ଟଙ୍କା ଦେଲେ ଭଲ ନୁହେଁ, ତା ସହିତ ଗୋଟେ ଟଙ୍କାଟେ ଦେଉଛନ୍ତି। ଓହୋ, ମାନେ 200 ଟଙ୍କା ବାକି ଥିଲା, ହେଇଗଲା ମୋର କେତେ? ଆଉ 100 ଟଙ୍କା ରହିଲା। ଆଉ 100 ଟଙ୍କା ରହିଲା ମୋତେ ଗେଟ୍ ଖୋଲିବା ବାବଦକୁ ମୋତେ ମିଳିଯାଇଛି ଆଜି 200 ଟଙ୍କା। କାହିଁକିନା ଆଉ 100 ଟଙ୍କା ବାକି ରହିଲା। ସେ ମୋ ଗେଟ୍ ଖୋଲୁଛି, ସାର୍ ଯେତେବେଳେ ଆସୁଛନ୍ତି ଦୌଡ଼ିକି ଯାଇକି ଗେଟ୍ ଖୋଲୁଛି, ପୁଣି ଆସିଲା ଟାଇମ୍ରେ ଖୋଲୁଛି, ସେଥିରେ ମୋତେ 100 ଟଙ୍କା ମିଳିଛି। ନା ମେଡ଼ିସିନ୍ ଖାଇନି, ଖାଲି ପେଟରେ ମେଡ଼ିସିନ୍ଟା ତ ଦଉନ ଖାଇଦେବା ନହେଲେ ଆଉ। ସେଟା ଏଇଟା ଖାଇଲେ ବହୁତ ନିଦ ଲାଗିବ ଏଇନା, ସେ ଟ୍ୟାବଲେଟ୍ଟା ମୁଁ ଖାଇବିନି। ଏଇଟା ଖାଇବି ଯଦି 2ଟା ବେଳକୁ ଖାଇବି। ତମେ ଡ୍ୟୁଟି ଯାଅ, ମୋତେ କାହିଁ ମେଡ଼ିସିନ୍ ଦେଉଛ? ଯାଉନ ଟିକେ ବସିବା, ଟାଇମ୍ ହେଇଗଲାନି, 8ଟା 10 ହେଲାନି, ଯିବନି? ମୁଁ ଯାଉଛି ଗେଟ୍ଟା ଖୋଲି ଦେଇକି ପଳେଇ ଆସୁଛି। ପଇସା ରଖିଦେବା ଆଉ। ପଇସା ଲକ୍ଷ୍ମୀ ମା ସକାଳୁ ସକାଳୁ ଆସୁଛନ୍ତି ମାନେ ମା ଲକ୍ଷ୍ମୀ, ଯେ 100 ଟଙ୍କା ଟଙ୍କେ ବି ହଉ ସେଇଟା ମୋ ପାଇଁ ବହୁତ ବଡ଼, ଯେଉଁ ଟଙ୍କାଟେ ବି ହଉ ମୋ ପାଇଁ ବହୁତ ବଡ଼। ରଖିଦେବା। ଅଫିସ୍ କ'ଣ ହେଲା? କ'ଣ ହେଲା? କ'ଣ ହେଲା? କ'ଣ ହେଲା? ତ ଖୋଲି ଯାଉନ, ମୁଁ ନା ଗେଟ୍ ପକେଇ ଦେଇକି ଯିବି ରୁମ୍କୁ। କ'ଣ ସେ ମାନେ କିଲୋମିଟର ଉଠଉଛନ୍ତି? ତମେ ଡ୍ୟୁଟି ଯାଉଛ ଡେଲି, କିଲୋମିଟର ଉଠଉଛ? ଦେଖିଦେବି ନା, ଜଣା ପଡୁନି। ଚାଲ ଯାଅ। ଆହା, ଦେଖିଲୁ ଖାଲି ପାଦରେ ଆସିଲି, ମୋର କ'ଣ ହେଲା? କଣ୍ଟା ଫୁଟିଗଲା ବୋଧେ। କ'ଣ ହେଲା ଅବସ୍ଥା? ବାଇ ବାଇ, ଯାଅ। ଓହୋ, ଚାଲ ଗେଟ୍ ଲଗେଇବା, ଗେଟ୍ ଖୋଲିବା। 100 ଟଙ୍କା ପାଇଛି ସକାଳୁ, ତ ଗେଟ୍ ଲଗେଇବାକୁ ପଡ଼ୁଛି, ଖୋଲିବାକୁ ପଡ଼ୁଛି। ତ ଗେଟ୍ ପଡ଼ିଗଲା, ଯିବା ରୁମ୍କୁ। ମୋ ଗୋଡ଼ ପୁରା ଗଲା, ଦେଖିବା ଗୋଡ଼ଟା କ'ଣ ହେଲା। ଗୋଡ଼ର ପ୍ରୋବ୍ଲେମ୍ ରହୁଛି, ମୋ ଗୋଡ଼ରେ ନା କ'ଣଟା ପଶିଗଲା, ବ୍ଲଡ଼ ହିଁ ବ୍ଲଡ଼ ବାହାରୁଛି। ଚାହୁଁଛି ଟିକେ କ'ଣ ଲଗେଇଦେବା ଗୋଡ଼ରେ, ଗଲା ଗୋଡ଼ଟା କ'ଣ ପୁରା। ମାନେ ଆଜି ମୋର 100 ଟଙ୍କା ପାଇଁ ମାନେ ଅଘଟଣ ଘଟିଗଲା। 100 ଟଙ୍କା ସାର୍ ମୋତେ ଦେଲେ ଗେଟ୍ ଖୋଲିବା ପାଇଁ, ଦେଖିପାରୁଥିବେ ମୁଁ ଆସିକି ବସିଛି, ଯେଉଁଟାକି ଗାଧୁଆ ପାଧୁଆ ସବୁ ସରିଗଲାନି, ସବୁ କାମ ତା ଭିତରେ ମୁଁ ଛୁଟି ଛୁଟି କରିଦେଲି ନା। ପ୍ରଥମେ ମୋର ଗୋଡ଼ ଖରାପ ଥିଲା, ଏକ୍ସରେ କରିକି ମେଡ଼ିସିନ୍ ଖାଉଥିଲି, ତ ତାପରେ ମୁଁ ଭାବୁଥିଲି ଶ୍ରାବଣ ମାସ ପାଣି ଢାଳିବାକୁ ଯିବି ବୋଲି, ମୋର ପୁରା ଖୁସିରେ ଥିଲି। ଯାହା ହଉ ବି ଭଲ ହେଇଗଲା ସେଟା ମେଡ଼ିସିନ୍ ଖାଇକି। ତାପରେ ଆଜି ଦେଖିପାରୁଥିବେ, ଆଜି ଯାଇଥିଲି ମୁଁ ଗେଟ୍, ମାନେ କ'ଣ ମୁଁ ଜାଣିପାରିଲିନି, କ'ଣ ମାଡ଼ିଲି ନା କ'ଣ କି କଟିଗଲା, ପୁରା ଗୋଡ଼ଟା କଟିଗଲା। ତାପରେ ମୁଁ କ'ଣ ଧୀରେ ଧୀରେ ଆସିଲି, ତାପରେ ଦେଖିଲା ବେଳକୁ ପାଦକୁ ଦେଖିଲା ବେଳକୁ ପୁରା ବ୍ଲଡ଼, ଏତେ ବ୍ଲଡ଼ ଆଜି ମାନେ ଗଲା, ମାନେ ମୁଁ ଆଉ କହି ହେବନି। ତ ମୋ ପୁଅ ଥିଲା ଯେ ଆଇସ୍ ଟିକେ କରିକି, ଗୋଡ଼ରେ ପେନ୍ ଯେତେବେଳେ ହେଲା ଟିକେ ଆଇସ୍ ଦେଇକି ଘଷି ଦେଇଥିଲା ମୋ ପୁଅ, ତ ସେଇଟାରେ ମୁଁ ଟିକେ ଚଲାଚଲି ଯାହା ହଉ ଟିକେ କରୁଥିଲି। ତେବେ ଏବେ ଏତେ ପେନ୍ ହେଉଛି, ଗୋଡ଼ଟା ଏତେ ପେନ୍ ହେଉଛି, ମୁଁ ଏଠି ବସିଛି, କିଛି କରିପାରୁନି। ଭାବୁଛି ଯାଇକି, ଭାତ ତ ହେଇଯାଇଛି, ଯାଉଛି ଭାବୁଛି ତରକାରୀ ଫରକାରୀ ଟିକେ କ'ଣ ଟିକେ କରିଦେବି, ଆଉ କିଛି କରିପାରିବିନି। ମାନେ ଗୋଡ଼ ଛୋଟ ମାନେ ଇଏଟେ ହେଇଛି, ମାନେ ଛୋଟ କଣା ଟାଇପ୍ର ହେଇଗଲା, କ'ଣ ଲାଗିଲା କି ପଶିଲା କି କ'ଣ ମୁଁ ଜାଣିନି, ସେଥିରେ ଏତେ ବ୍ଲଡ଼, ପୁଣି ସେଥିରେ ମାନେ ପାଦ ପକେଇଲା ବେଳେ ଏତେ ଜୋରରେ ପେନ୍ ହେଉଛି। ଥାଉ ଭାଇ, ଆଉ କାନ ମୁଡ଼ି ମୋର ପଇସା ଦରକାର ନାହିଁ କି ଗେଟ୍ ଖୋଲିବାର ନାହିଁ। ଟିକେ ମୋର ଭୁଲ ହେଇଗଲା, ଯେଉଁଟାକି ଆମ ସାର୍ ବି ଜାଣିନାହାନ୍ତି, ନହେଲେ ଗାଡ଼ିରୁ ଯେତିକି ବ୍ଲଡ଼ ଯେତିକି ଯାଇଛି, ସାର୍ ବି ଗାଡ଼ିରୁ ଓହ୍ଲେଇକି ପଳେଇ ଆସିଥାନ୍ତେ।
ମୁଁ କିଛି କହିଲିନି, ସେ ଗଲେ। ଏବେ ବି ଜାଣିନାହାନ୍ତି, ଦେଖାଯାଉ ଆସିଲେ କ'ଣ ହେଉଛି ତାଙ୍କ ରିଆକ୍ସନ୍। ତ ଯାଉଛି, ଏବେ ଯାଉଛି, ଯାହା ହଉ ଟିକେ ଗୋଡ଼ରେ ଆଉ କିଛି ତ କରିପାରୁନି, ତଥାପି ଏଠି ବସିଛି। ଯାଉଛି ଟିକେ କ'ଣ କରିଦେବା, ପିଲାମାନେ ବି ଆସିବେ ଖାଇବା 1ଟା ବେଳକୁ। ତ ମୁଁ ଯାଉଛି କ'ଣ ଟିକେ ରୋଷେଇ କରିବି। ତ ଆଉ ସେ 100 ଟଙ୍କା ମୋର ଦରକାର ନାହିଁ, ଗେଟ୍ ବି ଖୋଲିବାର ଦରକାର ନାହିଁ। ଆଜି ଯେତେବେଳେ ସାର୍ ଆସିବେ ଗେଟ୍ ପାଖେ ଥାଇକି ମାନେ ହର୍ନ ବଜେଇବେ, ତ ସେତେବେଳେ ମୋର ଆଉ ଯିବାର ବି ନାହିଁ। ନିଜେ ଗାଡ଼ିରୁ ଓହ୍ଲେଇବେ ଆଉ ଦେବେ। ମୋତେ ଚାଲି ଏମିତିରେ ପାରୁନି, ଦେଖାଯାଉ କ'ଣ ହେଉଛି। ନହେଲେ ମୁଁ ଭାବୁଛି ଯଦି ପେନ୍ କ୍ଲିୟର୍ ନହେଲେ ଖାଇବାକୁ ପଡ଼ିବ, ଯେଉଁଟାକୁ ଚାଲି ହେଉନି, ଗୋଡ଼ଟା ପୁରା ମାନେ ପକେଇ ହେଉନି ଗୋଡ଼ଟା। ଆଉ ଯେମିତି କୁହେ ନା ଛୋଟ ଘା କିନ୍ତୁ ଯନ୍ତ୍ରଣା ଅଧିକ ହେଉଛି। ଦେଖିଲେ ଲାଗିବନି କି ଯେ ସେ ଯେଉଁ ଛୋଟ ଘାଟା ଯୋଗୁଁ ଏଇଟା କ'ଣ ହେଇଛି କିଛି ନାହିଁ କହିବେ, ଦେଖିଲା ବେଳକୁ ପେନ୍ ହେଉଛି, ମୁଁ ଚାଲିପାରୁନି। ଆଉ ଥାଉ, ଯାଉଛି ଟିକେ କିଚେନ୍କୁ ତ ପଳେଇବି। ଏବେ ଯାଉଛି ଟିକେ କ'ଣ ବନେଇଦିଏ, ଉଠିଲା ପରେ ବନେଇ ସାରିଲା ପରେ ଭଲ ଲାଗିଲା। ଆଉ ବସିକି ଭାବିଲି କ'ଣ କରିବି, ଲାଷ୍ଟକୁ ଏଠି ମ୍ୟାଗି ବନାଉଛି। ଦେଖିପାରୁଥିବେ ଏଠି ମୁଁ ମ୍ୟାଗି କରୁଛି, କାହିଁକିନା ମ୍ୟାଗି ବି ନଥିଲା। ମୋ ଝିଅ ଯାଇକି ମ୍ୟାଗି ନେଇକି ଆସିଲା। ଆଉ ମ୍ୟାଗି ହେଉଛି, ଏବେ ମୁଁ ଇଭିନିଂରେ ମ୍ୟାଗି ଖାଇବି, ମ୍ୟାଗି ବନାଉଛି। ମୁଁ ବନାଉଛି। ତୁ ବନେଇବୁ? ମୋ ଝିଅ ଭଲ ମ୍ୟାଗି ବନାଏ। ଦେଖ, ସେ ଏବେ ଯାଇଥିଲା ଧୂପ ଦେବା ପାଇଁ, ଧୂପ ଦେଇକି ଆସିକି ଏବେ ମ୍ୟାଗି ବନେଇବ ବୋଲି ମୁଁ ଖାଲି ପାଣିରେ ପକାଇ ଦେଇଛି। ସେ ଏବେ ବନେଇବ ମ୍ୟାଗି ବନେଇ ସାରିକି ମୋତେ ଆଣିଦେବ, ମୁଁ ଖାଇବି ହେଲା। ତ ସେତିକି ସମୟ ଭିତରେ ମୁଁ ଟିକେ ଚାହାଟା ପିଇଦିଏ। ଆଉ ମ୍ୟାଗିଟା ମୋ ଝିଅ ବନେଇକି ମୋତେ ନେଇକି ଦେବୁ ହେଲା ମାମା। ବନେଇ ପାରୁ ତ? ତୁ ତ ଭଲ ବନାଉ ଆଉ, ପାରୁ ତ କ'ଣ ମୁଁ କହୁଛି। କିନ୍ତୁ ସତ କଥା, ମୋ ଝିଅ ମ୍ୟାଗି ଭଲ ବନାଏ। କାହିଁକିନା ମୁଁ ନଥିଲେ ବି ସେ କିଛି ନ କରିପାରିଲେ ବି ମ୍ୟାଗି ଇପି ଯାହା ବି ଥିବ ସେ ବନେଇକି ଖାଇକି ଘରେ ଆରାମସେ ଥିବ। ସେଇଟା ଟିକେ ଜାଣିଛି, ସେଇଟା ସମସ୍ତେ ତ ଜାଣିଛନ୍ତି ବନେଇବାର। ଆଉ ସେଇଟା ଖାଇବା ଜିନିଷଟା ମାନେ ମେନ୍, ସମସ୍ତେ ପସନ୍ଦ ମାନେ ସେ ଜିନିଷଟାକୁ ଆଗ ବନେଇ ଛୁଆ ଆଗ ଶିଖିଯିବେ ନର୍ମାଲି। ମୁଁ ଯେଉଁ ଛୋଟ ହେଉଛି, ଆମ ସାର୍ ଆସିଗଲେନି, ନିଜେ ଗେଟ୍ ଖୋଲୁଛନ୍ତି, ଲଗାଉଛନ୍ତି। ମୋ ଝିଅ ଯାଇକି ଟିକେ ଗେଟ୍ଟା ଖୋଲିଦେଲା। ମୁଁ ଯେଉଁଦିନ ଚାହା ମାନେ ସବୁବେଳେ ଚାହା ବନେଇବା ଟାଇମ୍ରେ ହିଁ ଆମ ସାର୍ ଆସନ୍ତି। ଏବେ ବି ସାର୍ ଆସିଗଲେନି, ହର୍ନ ବଜେଇଲେ ତ ମୋ ଝିଅ ଯାଇକି ଖୋଲି ଦେଇକି ସାଙ୍ଗେ ସାଙ୍ଗେ ପଳେଇ ଆସିଲା। ତାପରେ ଗାଡ଼ି ଓହ୍ଲେଇକି ସେ ଏବେ ଗେଟ୍ରେ ରଖିକି ଗାଡ଼ି ମାନେ ଗେଟ୍ ଦେଉଛନ୍ତି। ତ ଆସୁଛନ୍ତି, ତ ଯେତେବେଳେ ବି ମୁଁ ଚାହା ପିଇବା ଟାଇମ୍ରେ ହିଁ ଠିକ୍ ଆସ ଠିକ୍ ଆସିଗଲେ। ଏବେ ମୁଁ ତ ଛୋଟ ଅଛି, ଦେଖିବା ଆମ ସାର୍ଙ୍କର ମୁହଁରୁ ଟିକେ ରିଆକ୍ସନ୍ ଟିକେ ଦେଖିବା। କାହିଁକିନା ମୋ ଗୋଡ଼ ତ ଏମିତି ହେଇଛି, ସେ ଜାଣିନାହାନ୍ତି, ଜଷ୍ଟ ଯାଇଛନ୍ତି ମୋ ଗୋଡ଼ ଏମିତି ପ୍ରୋବ୍ଲେମ୍ ହେଇଛି। ତ ଆସନ୍ତୁ, ଆସିଲେ ଜଣାପଡ଼ିବ। ସେ ଚେଞ୍ଜ କରିବା ପାଇଁ ସେ ରୁମ୍କୁ ଗଲେ, ଚେଞ୍ଜ କରିକି ଆସନ୍ତୁ। ସେତିକି ଡେରି ମୁଁ ଟିକେ ଚାହାଟା ପିଇଦେବା। ଆଉ ଝିଅ ମ୍ୟାଗି କରୁଛି, ତା ଭିତରେ ମୁଁ ଚାହାଟା ଜଲ୍ଦି ଜଲ୍ଦି ପିଇଦିଏ। ତ ମୋ ଝିଅ କହୁଛି ଟିକେ ରୁହ, ଚାହା ପିଅ ନା, କାରଣ ମ୍ୟାଗିଟା କରିକି ସେ ଆଣିକି ମୋତେ ଦେଉଛି। ଦେଖିପାରୁଥିବେ ମୋ ଝିଅ ମୋତେ ଏଟା କରିକି ଆଣିକି ଦେଲାନି। ତ ମାମା ଆଉ ଲାଇଟ୍ ଦେଲୁ, ଲାଇଟ୍ ଦେଇଦେ। ତ ମୋ ଝିଅ ବନେଇକି ଦେଇଛି ମାନେ ଏଇଟା ବହୁତ ଟେଷ୍ଟି ହେଇଥିବ। ଆଉ ପଳେଇ ଆସିଲା ମ୍ୟାଗିଟା, ମୁଁ ମ୍ୟାଗିଟା ଖାଇକି କହୁଛି ମୋ ଝିଅର ହାତ ତିଆରି ମ୍ୟାଗିଟା କେମିତି ଲାଗୁଛି। ପିଆଜ ରସୁଣ ଖାଉନି ବୋଲି ସେଥିପାଇଁ ମୁଁ ଖାଲି ବନେଇକି ଦେଇଥିଲି। ମାମା ଗରମ ଥିବ ଟିକେ ହାଲକା। ବହୁତ ଟେଷ୍ଟ ମାମା, ବହୁତ ହି ବଢ଼ିଆ ଲାଗୁଛି। ସବୁ ଖାଇଦେବି ମୁଁ। ହଁ ତମେ ଖାଇଦିଅ, ମୁଁ ଚାହା ସବୁ ଖାଇଥିଲି ଆଉ। ମୋ ଝିଅର ହାତ ତିଆରି ମ୍ୟାଗିଟା ବହୁତ ବଢ଼ିଆ ଲାଗୁଛି। ମସ୍ତ ହେଇଛି ମାମା, ଥ୍ୟାଙ୍କ ୟୁ। ୱେଲକମ୍। ମାମା ବି ଥୋଡ଼ା ଟେଷ୍ଟ ଖାଇଯା। ତ ପୁରା ଗଡ଼ିଲେ, କାହିଁକି ନା ମୋବାଇଲ ତାଙ୍କର ଡ୍ୟୁଟିରୁ ବୋଧେ ମୋତେ ଲାଗେ ବୋଧେ ସେଠି ମୋବାଇଲ ଦେଖ ନା ତୁମେ। କେମିତି ଦେଖ? ମୋତେ ଲାଗୁଛି ଦିନ ସାରା ତୁମେ ମୋବାଇଲ ସେଠି ଦେଖୁଥିବ, ପୁଣି ଆସିକି ଘରେ ଦେଖୁଛ। ଆସିଲା ମାତ୍ରେ ମୋବାଇଲ ଦିଅ, ମୋବାଇଲ ଟୋଟାଲ ଧରିବନି। ଏଇନା ମୋବାଇଲକୁ ଯେଉଁ ଦେଖୁଛ ଏମିତିକି, ସେଇଟା ହେଉଛି ମୋତେ ଦେଖିବ ପୁରା ଏମିତିକି। ଅଫିସରୁ ଆସିଲା ମାନେ ମୋତେ ଏମିତିକି ଦେଖିବ। କ'ଣ କରୁଛ? ମୋତେ ଦେଖିବ ନା? ମୋତେ ଦେଖ, ମୋବାଇଲଟା ନ ଦେଖିକି ଶୁଣ, ମୋତେ ମୋବାଇଲଟା ନ ଦେଖିକି ପୁରା ଏମିତି ଦେଖ, ପୁରା ଏମିତି ପୁରା ଅନେଇକି ଦେଖ। କାରଣ ଅନଉନ କ'ଣ ପାଇଁ? ଅନେଇକି ପୁରା ଏମିତି ଦେଖିବ, ଏମିତି। କ'ଣ ମୋତେ ଦେଖିଲେ ଅବସ୍ଥା ଖରାପ? ମୋତେ ଦେଖିଲେ ତୁମ ଅବସ୍ଥା ଖରାପ?
ଠିକ୍ ଅଛି ଆଖି ବନ୍ଦ କର ଆଉ ଦିନେ ଦେଖିବନି ଆଖି ବନ୍ଦ କର ହେଲା ମୋତେ ଦେଖି ଦେଖି ଅବସ୍ଥା ଖରାପ ଏଇ କଥାଟା ମନେ ରହିଲା ଠିକ୍ ଅଛି ମୋତେ ତାହେଲେ ଆଉ ଦେଖିବନି ତମେ ନ ଅନେଇକି ମୋତେ କଥାବାର୍ତ୍ତା କରିବ ହେଲା ନ ଅନେଇକି କଥାବାର୍ତ୍ତା କରିବ ବେଶୀ କଥା କୁହନି କ'ଣ ଅନେଇଲେ ଖରାପ ତମେ ତାହେଲେ ମୋତେ ଅନେଇବନି ହେଲା ହେଲା ଜାଣିଛ ନା କ'ଣ ହେଇଛି ଆଜି ମୁଁ ଯାଇଥିଲି ଗେଟ୍ଟା ଯେଉଁ ସକାଳେ ହେଉଛୁ ଖୋଲିକି ଗଲ ତମେ ମୁଁ ଗେଟ୍ ଲଗାଇବାକୁ ଯାଇଥିଲି ଖୋଲିକି 100 ଟଙ୍କା ତ ଦେଇଛ ସେ 100 ଟଙ୍କାର ଆଜି ମୋର ବାହାରିଗଲା ହଁ କହିବି ନା ମୁଁ 100 ଟଙ୍କା ପାଇଁ ଆଜି ମୁଁ ଯାଇଥିଲି ଗେଟ୍ ଦେବା ପାଇଁ ଖୋଲିବା ପାଇଁ ପୁଣି ଲଗେଇକି ଆସିଲା ବେଳକୁ କ'ଣ ହେଇଛି କହନା ମୁଁ ସେଠି କ'ଣ ମାଡ଼ିଲି କ'ଣ ନାହିଁ ମୁଁ କିଛି ଜାଣିନି ହେଲା କ'ଣ ହେଇଛି କେଜାଣି ମୋତେ ମାଡ଼ିଲା ଭଳିଆ ଲାଗିଲା ତାପରେ ମୁଁ ଯେତେବେଳେ ଆସିକି ବସିଲା ବେଳକୁ ପୁରା ବ୍ଲଡ଼ ଗୋଡ଼ରେ କ'ଣ ହେଲା ଯେ କୋଉ ଗୋଡ଼ ଏଇ ଗୋଡ଼ଟା ପା ଓ ଆଚ୍ଛା କୋଉଠି କି ଦେଖୁନ କେଁ ତ କିଛି ଜଣା ପଡ଼ୁନି ସେଇଟା କେମିତି ଛୋଟ ବାହାରିଲା? ଚାଲି ଆଚ୍ଛା, ହଉନି କ'ଣ କଣ୍ଟାଟା ଓହୋ ଆଚ୍ଛା ଏଇଟା କଣ୍ଟାଟେ ପ୍ରାୟ ପଶିଛି ଲାଗୁଛି କଣ୍ଟା କଣ୍ଟା ଲାଗୁଛି ତମକୁ ହୁଁ ପୁରା ପେନ୍ ଚାଲି ପାରୁନି ବା କିଛି କରନି ପାଚି ପୁଚି ଯିବ ହଁ ଏଇଟା କେମିତି କଣ୍ଟାରେ ପଶି ଯାଇଛି ମୁଁ ଦେଖିପାରୁନା ମୁଁ ଦେଖିପାରିଲିନି ଆଜି 100 ଟଙ୍କା ତ ଦେଲ ଯାଇଥିଲି 100 ଟଙ୍କା ପାଇଁ ଆଜି ଏଇଭଳିଆ ଦଶା ଭୋଗିବାକୁ ପଡ଼ିଲା ତମେ ଭଲ ମନରେ ଦେଇନଥିଲ ମୋତେ ନା କ'ଣ କହୁଛ ଭଲ ମନରେ ଦେଇଥିଲି ଭଲ ମନରେ ଦେଇନ ଏଇଟା ମୋତେ ଲାଗୁଛି ରାଗିକି ଦେଇଥିବ କହୁଥିବ ଯେ ତୁ 100 ଟଙ୍କା ଦେଲି କରିବନି ତାକୁ ଧୋଇଦେବା ଦେଖିବା ଜଣା ପଡ଼ିବ ଗରମ ପାଣି କ'ଣ କରିବି ମୁଁ ହେଉଛି ସେଇଟା ମୋ ପୁଅ ଦେଇଥିଲା ଏଇ ଯେଉଁ ଆଇସ୍ କରିକି ଘଷି ଦେଇଥିଲା ସକାଳେ ବ୍ଲଡ଼ ପୋଛିକି ଧୋଇଦେବ ଦେଖିଦେବା ତଥାପି ସେଥିପାଇଁ ଚାଲୁଛି କି କ'ଣ କେଜାଣି ମୋତେ ଏତେ ଜୋର ମାନେ ବଥା ହେଉଛି ମାନେ କୁହନା କ'ଣ କହିବି ଟିଟି ଦେବା ନା କ'ଣ ତ ଦେଇଦେବ ଭଲ ହୁଅନ୍ତା ଦେଇଦେବା ଟିଟି ଦେବ ଭଲ ମୋତେ କହିବ ଟିଟି ନା ଥାଉ ବରଂ ମୁଁ ପେନ୍ କ୍ଲିୟର୍ ଖାଇଦେବି ମୁଁ ଟିଟି ଦେବିନି ଦେଖିବା ଯେଉଁ ସେଟା ଗରମ ପାଣିରେ ସଫା କରିକି ନହେଲେ ଯଦି କଣ୍ଟାଟା ଯଦି ଭିତରେ ଥାଏ ତ ବାହାର କରିଦେବା ନହେଲେ କଣ୍ଟା ଟିକେ ଥିଲା ଭଳିଆ ଲାଗୁଛି ବେଶୀ ନାହିଁ ନା କାଳିଆ ଦେଖାଯାଉଛି ଛାଡ଼ ଯାହା ବି ହେଉଛି ହଉ ତ ଆଜି ସେ 100 ଟଙ୍କା ପାଇଁ ମୋର ଆଜି ମାନେ ସାରା ମୋତେ ଭଲ ମନରେ ଦେଇନଥିଲେ ଯେଉଁଟାକି ଭିତରେ ଭିତରେ ରାଗୁଥିଲି କ'ଣ ମାଗୁଛି ବୋଲି ସେଇଆ ଭାବିଥିବେ ସେଇଥିପାଇଁ ମୋର ଆଜି ଦୋଷ ହେଲା ସେ ନିଜେ ଦେଇଥିଲ ମୁଁ ମାନୁଛି କିନ୍ତୁ ମୋତେ ଲାଗୁଛି ସେ ନିଜ ଠିକ୍ ମନରେ ଦେଇନଥିଲ ଏମିତି ଉପର ମନରେ ଯାଚିକି ଦେଇଥିଲ ବୋଧେ କି କ'ଣ ସେଥିପାଇଁ ମୋର ଆଜି ଏଇ ଦୋଷ ହେଲା ଯେମିତି ଯିଏ ଯାହାକୁ ଗାଳି କରୁଥାଏ ଝୁଣ୍ଟି ହୁଅନ୍ତି କି ପାଣି ପିଉଥିଲା ବେଳେ ଖାଇଲା ବେଳେ ଟଣ୍ଟିରେ ଲାଗେ ସେଇ ଟାଇପ୍ର ମୋତେ ଆଜି ଲାଗିଲା ମାନେ ମୋତେ ସାର୍ ଭଲ ମନରେ ଦେଇନଥିବେ ରାସ୍ତାରେ ଗଲାବେଳେ ଗାଳି ଦେଇକା ଯାଇଥିବେ ସେଥିପାଇଁ ମୋତେ ଲାଗୁଛି ସେଠି ଗାଡ଼ିରେ ଯେତେବେଳେ ଗଲେ ଗାଳି ଦେଇଥିବେ ସେଥିପାଇଁ ମୋତେ କଣ୍ଟାଟା ମାଡ଼ିଦେଲେ ଆଚ୍ଛା ନାହିଁ ତ ମୁଁ ଯାଉଛି ଟିକେ ଦେଖିବା ଗୋଡ଼ଟାକୁ କ'ଣ କରିବା କାରଣ ଆଗକୁ ଯିବାର ଅଛି ପାଣି ନେଇକି ବାବା ଏବେ ଯଦି ଠିକ୍ ନ କରିଲି ମୋତେ ଛାଡ଼ିକି ମାନେ ଯେଉଁ ଭଳିଆ ଯେଉଁ ମାନେ ନ ନେବା ଚକ୍କରରେ ଅଛନ୍ତି ସେଇ ଚକ୍କରରେ ବି ମୋର ଏଇଭଳିଆ ହାଲତ ହେଉଛି ତ ସେଥିପାଇଁ ତାଙ୍କୁ ସୁବିଧା ହେଇଯିବ ସେଥିପାଇଁ ମୁଁ ଯାଉଛି କ'ଣ ଟିକେ ଦେଇକି ଅଏଣ୍ଟମେଣ୍ଟ ଲଗେଇବି ଧୋଇକି ତାପରେ କ'ଣ ଟିକେ ଟ୍ୟାବଲେଟ୍ ଖାଇଦେବା ଆଜିର ଭିଡ଼ିଓଟି ମୁଁ ଏଇଠି ରଖୁଛି ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ ଆଜି ପାଇଁ ଏତିକି ଗୁଡ୍ ନାଇଟ୍ ଜୟ ଜଗନ୍ନାଥ ଗୁଡ୍ ନାଇଟ୍